ଦୁଃଖ ଅନରସର ମୁଣ୍ଡକୁ ମୁଣ୍ଡରେ ମୁଣ୍ଡେ ଆଜି ଏତେ ବଡ଼ ବୋଝଟା ମୋ ମୁଣ୍ଡ ଉପରେ ଲଦା ହୋଇଯାଇଛି ଯେ ଯେତେ ଚେଷ୍ଟା କଲେ ବି ସେ ବୋଝ ମୋ ମୁଣ୍ଡରୁ ହାଲକା ହେଇପାରୁନି କେବେ। ମଞ୍ଚ ଉପରେ କଳାକାରଟି ରଙ୍ଗ ପାଉଡର ମାରି ଅଭିନୟ କଲା ପରେ ବାସ୍ତବ ଜୀବନଟା ଆଜି ମୋର ଅଭିନୟରେ ଭରି ଯାଇଛି। ଜୀବନର ଦୋଛକି ମୋଡ଼ରେ ଛିଡ଼ା ହେଇ ମୁଁ ଖାଲି ଏ ଦୁନିଆକୁ ଦେଖି ଗୋଟିଏ ପରେ ଗୋଟିଏ କଥା ଭାବି ଚାଲିଛି। କୋଉଠି ଥିଲା ମୋ ଅତୀତ, ଆଉ କୋଉଠି ଅଛି ମୋ ବର୍ତ୍ତମାନ। ଆଉ କେମିତି ଜାଣିବି ମୋ ଭବିଷ୍ୟତକୁ। ଅତୀତ ବର୍ତ୍ତମାନ ଭବିଷ୍ୟତର ସଙ୍ଗୀନ ରାସ୍ତାରେ ଏ ରଙ୍ଗୀନ ରଙ୍ଗମଞ୍ଚରେ ଆଲୋକିତ ହେଲା ପରେ ପ୍ରତ୍ୟେକ ଭାବନାର ଶବ୍ଦଗୁଡ଼ା ମୋ ମନକୁ ତୁହାକୁ ତୁହା ଆନ୍ଦୋଳିତ କରି ଚାଲିଛି। ଏ ରାଜ୍ୟ ମଣିପୁରର ନୀରବ ନାୟିକାଟି ସବୁ କିଛି ହରେଇ ସାରିଲା ପରେ ଆଜି ସବୁ ମୁଁ ନିଶ୍ଚୟ ହେଇ ସାରିଲା ପରେ ଜାଣିନି ମୋ ଜୀବନର ସଂଜ୍ଞାଟା କୋଉଠି ଅଛି, କେମିତି ଅଛି, ଆଉ କେମିତି ପାଇବି ତାକୁ। ଦିନେ ସବୁ ଥିଲା ମୋର। ଏ ରାଣୀ ସୁପ୍ରଭା କୋଟି ଜନ୍ମର ପୁଣ୍ୟ ଫଳେ ଦେବତା ଭଳି ସ୍ୱାମୀ ପାଇଥିଲା, ସୁଖର ସଂସାର ପାଇଥିଲା ସେ। ହେଲେ ଜାଣିନି ଏବେ କାଳ ବୈଶାଖୀଟା ଏମିତି ତା ଉପରେ ମାଡ଼ିଗଲା ଯେ କାଳ ବୈଶାଖୀର ଝାଞ୍ଜି ପବନରେ ତା ହସ ଖୁସିର ସଂସାରଟା ସାରା ଜୀବନ ପାଇଁ ଉଡ଼ିଗଲା ସେ, ଉଡ଼ିଗଲା। ତଥାପି ଆଜି ହାରି ଯାଇନି ସୁପ୍ରଭା। ତାକୁ ସେଇ ବାଟ ଦେଖାଇଛି, ସେଇମାନେ ବାଟ ଦେଖାଇଛନ୍ତି ତାକୁ, ଆଉ ରାହା ବି ଦେଖାଇଛନ୍ତି। हे देवदेव महादेव, हे मणिनागेश्वर, हे माँ खम्बेश्वरी, तमरी मानक पाई हे राणी सुप्रभा मन भितर जेते भांगी जाइथिले आज तमरी आशीर्वाद पड़े से पुणी उठिछि, पुणी थरे से उठे बसिछि। माँ जीवनर दीप शिखाटा मेजी मेजी हिपी जाउथिला बेले ताको घृत मध्य जीवन प्रदान करिछ। माँ सेतिपाई आज तुमको कोटि कोटि नमस्कार, कोटि कोटि नमस्कार तुमको। करुणामयी हे राजेश्वरी,
विपद भंजनी माँ माहेश्वरी दैनिक रे माँ सुन गुहारी भलरे रखी राजमोहरी करुणामयी गो हे राजेश्वरी विपद भंजनी माँ माहेश्वरी दैनिक रे माँ सुन गुहारी भलरे रखी राजमोहरी जय सेने मो राज्य खबर भी सबुजाक मनर पासरे देले नहीं सेपटे मंत्री महाशय को पठेइथिले मु राज्य भ्रमण करिया पई राज्य रे कोन केते सुविधा असुविधा अछि से कथा बुझिया पई हेली से तो एपर्यंत आसिलेनी
ନାଇଁ ନାଇଁ ମୋର ମନେ ପଡୁଛି ସେ ନିଶ୍ଚୟ ଆସୁଥିବେ। ହଁ ସେ ତ ମତେ କହିଥିଲେ ଏଇ ଦିନ ଏତିକି ସମୟରେ ଆସିବେ ବୋଲି। ନାଇଁ ମୋ ଅଧୈର୍ଯ୍ୟ ନ ହେଇକି କିଛି ସମୟ ବସି ରହିବାଟା ଠିକ ହବ। ହଁ ହଁ କିଛି ସମୟ ବସିଯିବାଟା ଠିକ ହବ। महाराणी प्रणाम ग्रहण करंतु। हिला हिला उठ मंत्रीवर आउ मु तमरी बाटକୁ ହିଁ ଚାହିଁ ବସିଥିଲି। ସତରେ महाराणी? ହଁ ଆଚ୍ଛା କୁହ ମୁଁ ଯୋଉ କାମ ପାଇଁ ତମକୁ ପଠେଇଥିଲି ସେ କାମ ତମେ ସଫଳ ମଣ୍ଡିତ କରିଛ ତ? ହଁ महाराणी ମୋର ସେଇ କାମଟା ସଫଳ କରି ସାରିଛି। ତମେ ସତ କହୁଛ? ହଁ महाराणी। ତାଲେ କୁହ ନା ମନ୍ତ୍ରୀବର ମୋ ରାଜ୍ୟବାସୀ ସବୁ କେମିତି ଅଛନ୍ତି? ସବୁ କୁଶଳ ମଙ୍ଗଳ ତ? ହଁ महाराणी। ସବୁ କୁଶଳ ମଙ୍ଗଳ ତ? ହଁ महाराणी ସମସ୍ତେ କୁଶଳ ମଙ୍ଗଳ ଅଛନ୍ତି। କୁହ ମନ୍ତ୍ରୀବର ରାଜ ସମାଚାର ଭଲରେ ଅଛି କି? ରାଜ ମଣିପୁର ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ ମନ୍ତ୍ରୀବର ରାଜ ସମାଚାର ଭଲରେ ଅଛି କି? ରାଜ ମଣିପୁର କୁହ ନା ଏ ମନ୍ତ୍ରୀବର ରାଜ ଖବର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ ମନ୍ତ୍ରୀବର ଆଚ୍ଛା କୁହ ତମେ ଆଉ କଣ କଣ ଦେଖିଲ? ଆରେ କୁହ ନା। ହଁ महाराणी ମୁଁ ଆସିବା ବାଟରେ ହଁ ସମସ୍ତ ପ୍ରଜା ଆପଣଙ୍କର ହିଁ ଗୁଣଗାନ କରୁଥିଲେ। ତମେ ସତ କହୁଛ ମନ୍ତ୍ରୀବର? ହଁ महाराणी। ନାନା ଜାତି ଫୁଲ ଫଳେ ଶୋଭା ଦିଶେ ଏ ଧରଣୀ। ନବନିତା ପୁଲକରେ ହସି ଉଠେ ପ୍ରକୃତି ରାଣୀ। ସୁପ୍ରଭାରାଣୀ ରେ କରି ଗୋଟି ଜୁହାର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। ଶୁଣିବାକୁ ଇଚ୍ଛା ସତେ ହେଉଛି ମୋର। କୁହ କୁହ ମନ୍ତ୍ରୀବର ଆଉ ସବୁ କଣ ଦେଖିଛ? କୁହ।
ତାହେଲେ କୁହ ମୋ ରାଜ୍ୟବାସୀ ମୋ ରାଜ୍ୟ ପ୍ରଜାଗଣ ସମସ୍ତେ କଣ ମୋତେ ପ୍ରଶଂସା କରୁଥିଲେ? ହଁ ମହାରାଣୀ, ଏ ରାଜ୍ୟବାସୀ ସମସ୍ତେ ଆପଣଙ୍କ ପ୍ରଶଂସା କରୁଥିଲେ। ହଁ, ଆଚ୍ଛା ଆଉ କଣ କହୁଥିଲେ? ଆଉ ଶୁଣିବେ ମହାରାଣୀ? ହଁ, ହେ ମହାରାଣୀ ଶୁଣ ମୋ ବାଣୀ, କୁହ। ମଣିପୁର ପ୍ରଜାବାଣୀ। ହେ ମହାରାଣୀ ଶୁଣ ମୋ ବାଣୀ, ମଣିପୁର ପ୍ରଜାବାଣୀ, ମଣିପୁର ପ୍ରଜାବାଣୀ। ତୁମ ସୁଶାସନରେ ଏ ରାଜ୍ୟ ମଣିପୁରରେ, ତୁମ ସୁଶାସନରେ ଏ ରାଜ୍ୟ ମଣିପୁରରେ କାହାରି ମନରେ ଦୁଃଖ ଯେ ନାହିଁ। ମହାରାଣୀ ଶୁଣ ମୋ ବାଣୀ, ମଣିପୁର ପ୍ରଜାବାଣୀ, ମଣିପୁର ପ୍ରଜାବାଣୀ। ମହାରାଣୀ ମନ୍ତ୍ରୀବର ରାଜ୍ୟବାସୀ ଅଛନ୍ତି କୁଶଳରେ, ହଁ, ଦୁଃଖ ଭାବ ନାହିଁ କାହା ମନରେ। ସତରେ? ଆପଣଙ୍କ ଗୁଣଗାନ ଯେ କରି ରାଜ୍ୟ ଚଳେ ପ୍ରଜା ସୁଖେ ଆମରି। କହୁଛି ସତ କଥା ଏ ଅଟେ ପ୍ରଜା କଥା, ଏ ଅଟେ ସତ କଥା ପ୍ରଜାଙ୍କର ବାରତା। ଗଗନ ଲେଖେ ଯେ ଧରିଲେ ଗଣି। ହେ ମହାରାଣୀ ଶୁଣ ମୋ ବାଣୀ, ପ୍ରଜାଙ୍କର ଦୁଃଖ ବାଣୀ, ପ୍ରଜାଙ୍କର ସୁଖ ବାଣୀ। ମହାରାଣୀ, ଆପଣଙ୍କ ସୁଶାସନରେ এই ପ୍ରଜାବାସୀ ସମସ୍ତେ ଖୁସି ଅଛନ୍ତି, ଆଉ ସବୁ ପ୍ରଜା କୁଶଳରେ ଅଛନ୍ତି। ହଁ, ହେଲେ ମହାରାଣୀ, ହେଲେ 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 ପୁଣି କଣ? ହେଲେ ପୁଣି କଣ ମନ୍ତ୍ରୀବର? ହେଲେ ହେଲେ ଗୋଟେ ଦୁଃଖ ରହିଯାଇଛି। ଦୁଃଖ? ହଁ ମହାରାଣୀ, କି ଦୁଃଖ ମନ୍ତ୍ରୀବର? ସେଇ ଦୁଃଖଟା ହଉଛି ହଁ, ଆରେ କୁହ କି ଦୁଃଖ? ସେଇ ଦୁଃଖଟା ହଉଛି ହଁ କୁହ। କି ଦୁଃଖ? ରାଜକୁମାରୀ ମାନିନୀ। ହଁ? ମନ୍ତ୍ରୀବର, ମୋ ଝିଅ ମାନିନୀ, ମୋ ମାନିନୀର କଣ ହେଇଛି? କଣ ହେଇଛି ତାର? ନାଇଁ ମହାରାଣୀ ନାଇଁ, ମାନିନୀଙ୍କର କିଛି ବି ହେଇନି। ଆପଣ ଏତେ ବ୍ୟସ୍ତ କାହିଁକି ହଉଛନ୍ତି? ତାହେଲେ 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 କଣ ଶୁଣିବେ? ହଁ କୁହନ୍ତୁ। ମହାରାଣୀ, ରାଜଜୀବାଙ୍କର ତ ବୟସ ହେଇଗଲାଣି, ସେ ବର୍ତ୍ତମାନ ବିବାହ ଯୋଗ୍ୟ। ହଁ, ଆଉ ତାଙ୍କୁ ଯଦି ଭଲ ପାତ୍ରଟିଏ ଦେଖି ହାତକୁ ଦୁଇ ହାତ କରିଦିଅନ୍ତେ ତାହେଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଥିଲି। ନାଇଁ
ପାରିବିନି ପାରିବିନି ମୁଁ ପାରିବିନି ପାରିବେନି ହେଲେ କାହିଁକି ମହାରାଣୀ କାହିଁକି ପାରିବେନି? ତମର କଣ ମନେ ନାହିଁ ସେଦିନର କଥା? କୋଉ ଦିନର କଥା? ସେଇଦିନ ଚୌଥିପାଇଁ ମୋ ସ୍ୱାମୀ ମରିଗଲେ, ଚୌଥିପାଇଁ ମୋ ଝିଅ ବାପ ଚାଉଳ ହେଇଗଲା, ଆଉ ଯୋଉ ଦେବ ମହାଦେବଙ୍କ ମୁଣ୍ଡରୁ ମଣି ଖସିଗଲା। କେବଳ ସେଇ କଥା ତମର କଣ ମନେ ନାହିଁ? ମନେ ଅଛି କି ନାହିଁ ମତେ? ମୋର ଆପଣ ସତ କହୁଛନ୍ତି। ହଁ, ସେଇ କଥା ବା କାହିଁକି ମତେ ମନେ ରହିବନି? ସେଇ କଥା ଭାବିଲା ବେଳକୁ ମୋର ହୃଦୟଟା ଫାଟି ଚାଲି ସତରେ ମହାରାଣୀ ସେଇ ଦିନଟା ମୋର ମନେ ଅଛି। କେବଳ ସେଇଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ସ୍ଥିର କରିପାରୁନି, ଆଜି ପର୍ଯ୍ୟନ୍ତ ମୁଁ କିଛି ସିଦ୍ଧାନ୍ତ ନେଇପାରୁନି। ହେଲେ ମହାରାଣୀ ରାଜକୁମାରୀ କଣ କୁଆଁରୀ ହେଇକି ରହିବେ? ନା, ମୁଁ ଏକ ସତ ସିଦ୍ଧାନ୍ତ ନେଇ ସାରିଛି। ତମେ ଶୁଣିବନି ମତେ ବଡ଼? ସେ ସିଦ୍ଧାନ୍ତ କଣ ଶୁଣିବନି? କୁହନ୍ତୁ ମହାରାଣୀ। ତାହେଲେ ଶୁଣ। ଯୋଉ ଦେବ ମହାଦେବଙ୍କ ମୁଣ୍ଡରୁ ମଣି ଖସି ଏପର୍ଯ୍ୟନ୍ତ ସାରା ରାଜ୍ୟଟା ଅନ୍ଧାର ହେଇଯାଇଛି, ଯୋଉ ମଣି ପାଇଁ ମୋ ସ୍ୱାମୀ ମରିଗଲେ, ଆଉ ଯୋଉ ମଣି ପାଇଁ ମୋ ଝିଅ ବାପ ଚାଉଳ ହେଇଯାଇଛି, ସେଇ ମଣିକି ମୁଁ ହାସଲ କରିବା ପାଇଁ ଚାହେଁ। ହଁ, ଯିଏ ମୋ ହାତ ମୁଠାରେ ସେ ମଣି ଆଣିକି ଦେବ, ମୁଁ ସିଦ୍ଧାନ୍ତ ନେଇଛି ତାରି ହାତରେ ମୋ ଝିଅକୁ ସମର୍ପଣ କରିବି। ମାନେ ଆପଣ କହୁଛନ୍ତି ରାଜକୁମାରୀଙ୍କର ସ୍ୱୟଂବର ହବ? ହଁ, ନିଶ୍ଚୟ ହବ। ଏଇଟା ତ ଖୁବ୍ ଭଲ କଥା। ତାହେଲେ ମହାରାଣୀଙ୍କର ସ୍ୱୟଂବର କରିବା, ଆଉ ଯିଏ ବାବା ମଣି ନାଗେଶ୍ୱରଙ୍କ ମଣି ନେଇକି ଆସିବ ସେ ହିଁ ରାଜକୁମାରୀକୁ ବାହା ହବ। ତେବେ ଠିକ୍ ଅଛି ମହାରାଣୀ, ମୁଁ ଏ ରାଜ୍ୟବାସୀଙ୍କୁ ଯାଇ ଇଙ୍ଗୁରା ପିଟି ଜଣେଇ ଦେବି ଯେ ଯିଏ ମଣି ନେଇକି ଆସିବ ସେ ହିଁ ରାଜକୁମାରୀକୁ ବାହା ହବ। ତେବେ ଏଇଟା ତ ବହୁତ ଭଲ କଥା। ଆମ ରାଜକୁମାରୀ ପାଇଁ ଯିଏ ମଣି ନେଇକି ଆସିବ ସେ ହିଁ ଯୋଗ୍ୟ ହବ। ଠିକ୍ ଅଛି ମନ୍ତ୍ରୀ। ତେବେ ମହାରାଣୀ ତମେ ଯାଅ, ସାରା ରାଜ୍ୟରେ ଡେଗୁରା ପିଟି ଦିଅ, ଆଉ କହିଦିଅ ରାଜକୁମାରୀଙ୍କର ସ୍ୱୟଂବର ହବ। ଯାଅ। ଠିକ୍ ଅଛି ମହାରାଣୀ, ଏବେ ମୁଁ ଆସୁଛି। ଦେବ ମହାଦେବ, ହେ ମା ଖମ୍ବେଶ୍ୱରୀ, ଜୀବନ ସାରା ମୋର ସବୁ ସୁଖକୁ ଛଡ଼େଇ ଦେଇଛି, ତଥାପି ବଞ୍ଚିବାର ଲୋଭରେ ପଡ଼ି ମୁଁ ଆଜି ପର୍ଯ୍ୟନ୍ତ ସଂଘର୍ଷ କରି ଚାଲିଛି। ଆଜି ଶେଷ ଅନୁରୋଧ ମା, ଯୋଉ ସିଦ୍ଧାନ୍ତ ମୋ ମନ ଭିତରେ ମୁଁ ନେଇ ସାରିଛି, ଯୋଉଥିପାଇଁ ସବୁ କିଛି ହରେଇ ଦେଇକରି ବି ମୁଁ ବଞ୍ଚି ରହିଛି, ଆଜି ସେ କଥା ତୋରି ଉପରେ ଛାଡ଼ି ଦେଇଛି ମା। ଯାହା କରିବୁ କେବଳ ତୁ ହିଁ କରିବୁ ମା। ତୋ ଉପରେ ମୋର ଏତିକି ଆଶା,
ପଛର ସ୍ୱୟଂବର ସ୍ଥିର କରିଦେବୁ ଆଉ ମୋ ସିଦ୍ଧାନ୍ତକୁ ପୂରଣ କରିବୁ ମା ମୋ ସିଦ୍ଧାନ୍ତକୁ ପୂରଣ କରିବୁ। ତେଣେ ମନ୍ତ୍ରୀ ମୋର ରାଜ୍ୟ ସାରା ଡେଙ୍ଗୁରା ପିଟିବା ପାଇଁ ଦେଇଛନ୍ତି। ଲାଗୁଛି ସାରା ରାଜ୍ୟରେ ପ୍ରଚାର ହେଇଯିବ। ନାଇଁ ମତେ ଯାଇକି ସବୁ କିଛି ପ୍ରସ୍ତୁତ କରିବା ପାଇଁ ପଡିବ। ହଁ ପ୍ରସ୍ତୁତ କରିବା ପାଇଁ ହିଁ ପଡିବ।